ଏବେ ଭାବିଛନ୍ତି ଓଡ଼ିଶାରେ ଗୋଟେ ଏମିତି ପ୍ରଥା ଅଛି ଯାହା କାଗଜ କଲମରେ ତ ବେଆଇନ ହେଲେ ସମାଜରେ ଆଜି ବି ପୂରାପୂରି ଚାଲିଛି। ହଁ, ମୁଁ କହୁଛି ଯୌତୁକ କଥା। ଗୋଟେ ଏମିତି ଜିନିଷ ଯାହା ଆଇନ ଆଉ ପରମ୍ପରା ଭିତରେ କେଉଁଠି ନା କେଉଁଠି ଫସି ରହିଛି। ତେବେ ଚାଲନ୍ତୁ ଆଜି ଏହାରି ଭିତରକୁ ଯାଇ ଏହି ଜଟିଳତାକୁ ଟିକେ ବୁଝିବା। ସବୁଠୁ ବଡ଼ ପ୍ରଶ୍ନ ହେଲା, ଏଇଟା ପ୍ରକୃତରେ ଗୋଟେ ଉପହାର ନା ଗୋଟେ ଦାବି? କାରଣ ଏଇଠି ହିଁ ସବୁ କଥା ଅଟକିଯାଏ। ବାପା ମାଆଙ୍କ ସ୍ନେହର ଜିନିଷ କେତେବେଳେ ଯେ ବରପକ୍ଷର ଜବରଦସ୍ତି ଦାବି ପାଲଟିଯାଏ, ସେ ଲାଇନଟା ବହୁତ ପତଳା। ଆସନ୍ତୁ ଏଇ ସୂକ୍ଷ୍ମ ରେଖାକୁ ଟିକେ ଭଲ ଭାବରେ ବୁଝିବା। ଆଚ୍ଛା, ଆଇନ ଏ ବିଷୟରେ କ'ଣ କହୁଛି? ଦେଖନ୍ତୁ, 1961ର ଯୌତୁକ ନିଷେଧ ଆଇନ ସିଧା ସିଧା କହୁଛି ଯେ ବିବାହ ସହିତ ଜଡ଼ିତ କୌଣସି ବି ସମ୍ପତ୍ତି କିମ୍ବା ମୂଲ୍ୟବାନ ଜିନିଷର ଦେବାନେବା ହିଁ ଯୌତୁକ। ଆଉ ଏଠି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଶବ୍ଦ ହେଲା ବିବାହ ସମ୍ବନ୍ଧରେ। ମାନେ ଏହି ସଂଜ୍ଞା ହିଁ ଆମକୁ ରାସ୍ତା ଦେଖାଏ, କେଉଁଠି ଉପହାର ସରେ ଆଉ କେଉଁଠି ଅପରାଧ ଆରମ୍ଭ ହୁଏ। କଥାଟା ଟିକେ ଭାବନ୍ତୁ ତ, 60 ବର୍ଷରୁ ବି ଅଧିକ ହେଲାଣି ଏଇ ପ୍ରଥା ଉପରେ ଆଇନଗତ ରୋକ ଲାଗିଛି। ହେଲେ ବି ଆଜି ବି ଏଇଟା ଆମ ସମାଜରେ ଗୋଟେ ବଡ଼ ଗଛ ଭଳି ମାଡ଼ି ବସିଛି, ଯାହାର ଚେର ବହୁତ ଭିତରକୁ ଯାଇଛି। ତେଣୁ କାଗଜରେ ଥିବା ଆଇନ ଆଉ ସମାଜର ବାସ୍ତବତା ଭିତରେ ଏ ଯେଉଁ ଫାଙ୍କ ରହିଛି, ସେଇଟା ହିଁ ଆମ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ। ତାହେଲେ ମନରେ ପ୍ରଶ୍ନ ଆସୁଥିବ, ଯଦି ଏଇଟା ଏତେ ବେଆଇନ ତାହେଲେ ଏବେ ବି କାହିଁକି ଚାଲିଛି? ଏମିତି କ'ଣ କାରଣ ଅଛି ଯେ ଆଇନ ବି ଏହାକୁ ସମ୍ପୂର୍ଣ୍ଣ ରୋକି ପାରୁନି? ଭଲ କଥା ହେଲା, ଏହାର କାରଣ ଗୋଟିଏ ନୁହେଁ, ବରଂ ଏହା ପଛରେ ଅନେକ ସାମାଜିକ ଆଉ ସାଂସ୍କୃତିକ କାରଣ ଲୁଚି ରହିଛି। ଦେଖନ୍ତୁ, ଏ କାରଣଗୁଡ଼ିକ ଗୋଟେ ଆଉ ଗୋଟେ ସହିତ ଜଡ଼ିତ। ଯେମିତିକି ଆମର ପିତୃସତ୍ତାମୂଳକ ସମାଜରେ ଝିଅକୁ ଗୋଟେ ବୋଝ ଭାବିବାର ଯେଉଁ ମାନସିକତା ଅଛି, ସେଇଟା ସାମାଜିକ ପ୍ରତିଷ୍ଠା ପାଇଁ ଅଧିକ ଯୌତୁକ ଦେବାନେବାର ଏକ ପ୍ରତିଯୋଗିତାକୁ ବଢ଼ାଇ ଦିଏ। ଆଉ ଯେତେବେଳେ ଆଇନ ଠିକ୍ ଭାବେ କାମ କରେନି, ଏ ପ୍ରଥା ଆହୁରି ମଜବୁତ ହୋଇଯାଏ। ଆଉ ଏଇଠି ଆସେ ସବୁଠୁ ବଡ଼ ଦ୍ୱନ୍ଦ୍ୱ। କେଉଁଟା ସ୍ନେହର ଉପହାର ଆଉ କେଉଁଟା ଚାପ ପକାଇ କରାଯାଉଥିବା ଦାବି। ଏହା ଭିତରେ ଥିବା ପାର୍ଥକ୍ୟ ବୁଝିବା ବହୁତ ଜରୁରୀ। ଆପଣ ଜାଣନ୍ତି, ଆମ ଓଡ଼ିଶା ହାଇକୋର୍ଟ ଏ ବିଷୟରେ ବହୁତ ସ୍ପଷ୍ଟ ଭାବରେ କହିଛନ୍ତି, ଯଦି କୌଣସି ଜିନିଷ ଦେବା ବା ନେବା ବିବାହ ପାଇଁ ଗୋଟେ ସର୍ତ୍ତ ହୋଇଯାଏ, ତେବେ ସେଇଟା ହେଉଛି ବେଆଇନ ଯୌତୁକ। କିନ୍ତୁ ଯଦି କିଏ ନିଜ ଇଚ୍ଛାରେ ବିନା କୌଣସି ଚାପରେ କିଛି ଦିଏ, ତାକୁ ଉପହାର କୁହାଯିବ। ଏହି ପ୍ରଥାର ମୂଲ୍ୟ କ'ଣ କେବଳ ଟଙ୍କା ପଇସାରେ ଦିଆଯାଏ? ନା, ଆଦୌ ନୁହେଁ। ଏହାର ଅସଲ ମୂଲ୍ୟ ତ ମଣିଷର ଜୀବନ, ତାର ସମ୍ମାନ ଆଉ ତାର ଖୁସି ଦେଇ ଶୁଝିବାକୁ ପଡ଼େ। ଚାଲନ୍ତୁ ଦେଖିବା ଏହାର ପରିଣାମ କେତେ ଭୟଙ୍କର ହୋଇପାରେ। ଏ ସଂଖ୍ୟାଟା ଦେଖିଲେ ସତରେ ଦେହ ଶୀତେଇଯାଏ। ପ୍ରତିବର୍ଷ ଓଡ଼ିଶାରେ 10 ସଂଖ୍ୟାରେ ମହିଳାଙ୍କ ମୃତ୍ୟୁ ହେଉଛି କେବଳ ଯୌତୁକ ପାଇଁ। ଆଉ ଏଇଟା କେବଳ ଗୋଟେ ରିପୋର୍ଟର ନମ୍ବର ନୁହେଁ, ଏହା ପଛରେ ଅନେକ ପରିବାରର କାନ୍ଦ, ଅନେକ ସ୍ୱପ୍ନର ମୃତ୍ୟୁ ଲୁଚି ରହିଛି। ଏହା ହିଁ ଏହି ପ୍ରଥାର ସବୁଠୁ କଳା ସତ। ଯୌତୁକର ପ୍ରଭାବ ଗୋଟେ ଚେନ୍ ରିଆକ୍ସନ ଭଳି କାମ କରେ। ଏହାର ଆରମ୍ଭ ହୁଏ କନ୍ୟାପକ୍ଷକୁ ଋଣରେ ବୁଡ଼ାଇ ଦେବାରୁ, ତାପରେ ଏହି ଆର୍ଥିକ ଚାପ ଧୀରେ ଧୀରେ ମାନସିକ ଆଘାତରେ ବଦଳିଯାଏ। ଆଉ ବହୁତ କ୍ଷେତ୍ରରେ ଏଇଥିରୁ ହିଁ ଘରୋଇ ହିଂସାର ଆରମ୍ଭ ହୁଏ। ଶେଷରେ ଏହା ସମାଜରେ ସେହି ପୁରୁଣା ଚିନ୍ତାଧାରାକୁ ଆହୁରି ମଜବୁତ କରେ ଯେ ଝିଅମାନେ ପୁଅମାନଙ୍କଠୁ କମ୍। ଯୌତୁକ ବିରୋଧରେ ଏ ଯେଉଁ ଆଇନଗତ ଲଢ଼େଇ, ଏଟା କିଛି ଆଜିକାଲିର କଥା ନୁହେଁ। ଏହାର ଆରମ୍ଭ ହୋଇଥିଲା 1961 ମସିହାରୁ, ଯେତେବେଳେ ପ୍ରଥମ ଥର ପାଇଁ ଏହାକୁ ବେଆଇନ ଘୋଷଣା କରାଗଲା। ତାପରେ 2000 ମସିହାରେ ଓଡ଼ିଶାରେ ଏହାକୁ ଆହୁରି କଡ଼ାକଡ଼ି କରିବା ପାଇଁ ନୂଆ ନିୟମ ଆସିଲା। ଆଉ 2005ରେ ଘରୋଇ ହିଂସା ନିରୋଧୀ ଆଇନ ପୀଡ଼ିତାମାନଙ୍କୁ ଆହୁରି ଅଧିକ ସୁରକ୍ଷା ଦେଲା। କିନ୍ତୁ ଏତେ ସବୁ ଆଇନ ପରେ ବି ଅସଲ ଲଢ଼େଇଟା ଆଜି ବି ଚାଲିଛି। ତେବେ ଏତେ ସବୁ ଚ୍ୟାଲେଞ୍ଜ ଭିତରେ କ'ଣ କିଛି ସମାଧାନର ରାସ୍ତା ଅଛି? ଆଶାର କିରଣ କେଉଁଠି ଦେଖାଯାଉଛି କି? ଚାଲନ୍ତୁ ଏବେ ଏହି ପ୍ରଥାକୁ ଶେଷ କରିବାର ରାସ୍ତାରେ ଥିବା ବାଧା ଆଉ ସମ୍ଭାବନାଗୁଡ଼ିକ ଉପରେ ନଜର ପକାଇବା। ଦେଖନ୍ତୁ, ଏ ପ୍ରଥାକୁ ସମ୍ପୂର୍ଣ୍ଣ ଭାବେ ଶେଷ କରିବା ଏତେ ସହଜ ନୁହେଁ। କାହିଁକିନା ଗୋଟେ ପଟେ ଅଛି ବର୍ଷ ବର୍ଷ ଧରି ଆମ ସମାଜରେ ଚେର ମେଳିଥିବା ମାନସିକତା, ଆଉ ଅନ୍ୟ ପଟେ ଅଛି ଆଇନକୁ ଠିକ୍ ଭାବେ ଲାଗୁ କରିବାରେ ଅସୁବିଧା। ଆଉ ଏସବୁ ଭିତରେ ସବୁଠୁ ବଡ଼ କଥା ହେଲା, ପୀଡ଼ିତାମାନେ ନିଜେ ଡରରେ ବା ସାମାଜିକ ଚାପରେ ମୁହଁ ଖୋଲିବାକୁ କୁଣ୍ଠାବୋଧ କରନ୍ତି। ତେଣୁ ଏ ସମସ୍ୟାଟା ଆହୁରି ଜଟିଳ ହୋଇଯାଏ। ହେଲେ ପରିବର୍ତ୍ତନର ପବନ ବୋହିବା ଆରମ୍ଭ ହେଉଛି, ଆଉ ସେ ସଂକେତ ସରକାରୀ ସ୍ତରରେ ବି ମିଳୁଛି। ଯେତେବେଳେ ଜଣେ ଉପମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ ଯୌତୁକ ଏକ ସାମାଜିକ କଳଙ୍କ, ପରମ୍ପରା ନୁହେଁ, ଏଇଟା କେବଳ ଗୋଟେ ବୟାନ ନୁହେଁ, ଏହା ଦର୍ଶାଉଛି ଯେ ସମସ୍ୟାକୁ ଦେଖିବାର ଦୃଷ୍ଟିକୋଣରେ ପରିବର୍ତ୍ତନ ଆସୁଛି। ଆଉ ଏଇଟା ବହୁତ ବଡ଼ କଥା।
ତେଣୁ ପ୍ରକୃତ ପରିବର୍ତ୍ତନ ପାଇଁ ଆମକୁ ଗୋଟେ ଚାରିସ୍ତରୀୟ ଯୋଜନା ଦରକାର। ପ୍ରଥମତଃ ଆଇନକୁ ଆହୁରି କଡ଼ାକଡ଼ି ଭାବେ ଲାଗୁ କରିବାକୁ ପଡ଼ିବ। ଦ୍ୱିତୀୟରେ ଲୋକଙ୍କର ମାନସିକତା ବଦଳାଇବା ପାଇଁ ଶିକ୍ଷା ଓ ସଚେତନତା ବହୁତ ଜରୁରୀ। ତୃତୀୟରେ ମହିଳାମାନଙ୍କୁ ଆର୍ଥିକ ଓ ସାମାଜିକ ଭାବେ ସଶକ୍ତ କରିବାକୁ ହେବ। ଆଉ ସବୁଠୁ ଶେଷରେ ଯେଉଁମାନେ ଏହାର ଶିକାର ହେଉଛନ୍ତି ସେମାନଙ୍କ ପାଇଁ ଏକ ମଜବୁତ ସହାୟତା ବ୍ୟବସ୍ଥା ତିଆରି କରିବା ନିହାତି ଆବଶ୍ୟକ। ଆଉ ସବୁଠୁ ଭଲ ଖବର ହେଉଛି ଯେ ଏହି ପରିବର୍ତ୍ତନର କାମ ତୃଣମୂଳ ସ୍ତରରୁ ଆରମ୍ଭ ହୋଇସାରିଲାଣି। ଗାଁ ଗହଳିରେ ସଚେତନତା କାର୍ଯ୍ୟକ୍ରମ ହେଉଛି, ମହିଳା ଆୟୋଗ ପୀଡ଼ିତାଙ୍କୁ ଆଇନଗତ ସହାୟତା ଦେଉଛନ୍ତି, ଆଉ ବହୁତ ସମାଜ ସଂସ୍କାରକ ଆଗକୁ ଆସି ଯୌତୁକ ମୁକ୍ତ ବିବାହ ଆୟୋଜନ କରୁଛନ୍ତି। ଏହି ଛୋଟ ଛୋଟ ପଦକ୍ଷେପ ହିଁ ବଡ଼ ପରିବର୍ତ୍ତନର ମୂଳଦୁଆ। ତେବେ ଶେଷରେ ଆମେ ପୁଣି ସେହି ମୂଳ ପ୍ରଶ୍ନ ପାଖକୁ ଫେରି ଆସୁଛେ। ଯେତେବେଳେ ଆଇନ ଆଉ ସମାଜର ପରମ୍ପରା ମୁହାଁମୁହିଁ ହୁଅନ୍ତି, ପ୍ରକୃତରେ ବଦଳିବା କାହାକୁ ଦରକାର? କ'ଣ କେବଳ ଆଇନକୁ କଠୋର କରିଦେଲେ ସମାଜ ବଦଳିଯିବ? ନା ଆମକୁ ଆମ ସମାଜର ଚିନ୍ତାଧାରାକୁ ଏମିତି ବଦଳାଇବାକୁ ପଡ଼ିବ ଯେ ଦିନେ ଏ ଆଇନର ଆବଶ୍ୟକତା ହିଁ ନଥିବ? ଏହାର ଉତ୍ତର ବୋଧେ ଆମ ସମସ୍ତଙ୍କୁ ମିଶି ଖୋଜିବାକୁ ପଡ଼ିବ।